କହିବେ କଣ କହିବେ? ମୁଁ ପ୍ରିନ୍ସ ଡ୍ରେସ୍ ପିନ୍ଧିଛି, ମୋ ମା ଆଣି ଦେଇଛି ମୋତେ ପିନ୍ଧିବାକୁ। କାଲି ଯେତେବେଳେ ଆସି ସନ୍ଧ୍ୟାବେଳେ ପହଞ୍ଚିଲି, କାଲି ପରଠୁ ଯୋଉ ଟ୍ରିଟମେଣ୍ଟ ମୋର କରୁଛନ୍ତି ବହୁତ ଭଲସେ କରୁଛନ୍ତି, ବହୁତ କେୟାର ବି ନେଉଛନ୍ତି। ଆମ ଆଗ ଅପେକ୍ଷା ରିକଭରି କରୁଛି ମତେ ଲାଗୁଛି। ଆଉ ଯୋଉ କହିଲେ ଓଡ଼ିଶାରେ ରଜ ମନାଉଛନ୍ତି, କୋଉଠି ନା କୋଉଠି ମୋ ପାଖକୁ ଯେମିତି ମୋ ସମର୍ଥନ ମାନେ ଭେଟିବାକୁ ଆସୁଛନ୍ତି, ମତେ ବହୁତ ଖୁସି ଲାଗୁଛି। ବହୁତ ସାହସ ବି ମୋ ମନ ଭିତରେ ଆସୁଛି। ସୁସ୍ଥ ହେଇଗଲେ ମୁଁ ନିଶ୍ଚିନ୍ତ ପୁଣି ଥରେ ବ୍ୟାକ୍ ସେଇ ଚାମେଲି ଅଝା ନିଶ୍ଚିତ ଭାବରେ ହେଇକି ମୋ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିବି। ଘଟଣାରେ ଆପଣଙ୍କର ଏଫଆଇଆର ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନି, କଣ କହିବେ ସେ ବାବଦରେ? ଏଠି କୋଉଠି ନା କୋଉଠି ମହାକାଳ ପୋଲିସ ପଳା ଯୋଉ ପୋଲିସ ଅଛି, ପୋଲିସ ସହଯୋଗ କରୁନି। ମୁଁ ଏଠି ଦାବି କରିବି ଜୁଡିସିଆଲି ତଦନ୍ତ କରାଯାଉ, କାରଣ ଯୋଉ ପୋଲିସ ମତେ ଖରାପ ବ୍ୟବହାର ଦୁର୍ବ୍ୟବହାର କରିଛି, ମୁଁ ତାଙ୍କ ଉପରେ କେବେ ଦାୟିତ୍ୱ ଦେଇପାରିବିନି ମୋ କେସଟାକୁ। ମୁଁ ଜାଣିନି ବି ଏପର୍ଯ୍ୟନ୍ତ ମୋ କେସ୍ ରେଷ୍ଟ ହେଇଛି ନ ହେଇଛି, ମୋ ଦେହ ଖରାପ ଅଛି, ମୁଁ ବୁଝିପାରିନି କଣ ହେଇଛି। କିନ୍ତୁ ମୁଁ ଆଉ ଗୋଟେ ଆପ୍ଲିକେସନ ପୋଲିସ ବିରୁଦ୍ଧରେ ଦେବି। ମୁଁ ଚାହୁଁଛି ଏଟା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଆଉ ଏଟାକୁ ଜୁଡିସିଆଲ ତଦନ୍ତ କରାଯିବ। ମୋ ପାଖରେ ଯେତିକି ବି ପ୍ରୁଫ୍ ଅଛି ମୋ ମୋବାଇଲରେ ଅଛି, ମୋ ମୋବାଇଲ ବି ଏପର୍ଯ୍ୟନ୍ତ ଦେଇନାହାନ୍ତି ମତେ। ଆଉ ପରେ ତଦନ୍ତ କରାଯାଉ। ମୁଁ ନିର୍ଦ୍ଦୋଷ ଥାଇକି ବି ମତେ ଯୋଉ ଭଳିଆ କେସରେ ଛନ୍ଦିଛନ୍ତି, ଯୋଉ ଭଳିଆ ଦଫା ଲଗେଇଛନ୍ତି, ଏଗୁଡାକୁ ପ୍ରତ୍ୟାହାର କରିବାକୁ ମୁଁ ଦାବି କରିବି। ପାଖାପାଖି 5-6 ମାସ ହେଇଗଲାଣି। 6ରୁ 7ଟା ପ୍ରୋଜେକ୍ଟ କାମ ବନ୍ଦ ଥିବ। ଯେତେବେଳେ ଲୋକମାନେ ଆମ ଘରକୁ ଆସୁଛନ୍ତି, ଆମେ ତାଙ୍କୁ ଠିକାଦାର ହିସାବରେ କାମ ଦେଇଛୁ, ଆମକୁ ଧମକଉଛନ୍ତି କି ଆମକୁ ଯଦି ବିଲ୍ ନଦବା ଆମେ ବିଷ ଖାଇ ମରିବୁ। କୋଉଠି ନା କୋଉଠି ଆମେ ବହୁତ ପ୍ରେସର ରହୁଛୁ, ଯେହେତୁ ତାଙ୍କୁ କାମ କହି କରେଇଛୁ। ବିଡିଓଙ୍କ କତିକି ଗତ 29 ତାରିଖରେ ଯାଇଥିଲି, ବିଡିଓ ମନା କଲେ ମୁଁ ବିଲ୍ କରିବିନି ବୋଲି। ପୁଣି ଆମେ 5 ଜଣ ସରପଞ୍ଚ ଯାଇଥିଲୁ ସେଦିନ ଯୋଉଦିନ ଇନସିଡେଣ୍ଟ ହେଲା। ବିଡିଓ ସହିତ କଥା ବି ହେଇପାରିଲୁନୁ। ବିଜେପି କର୍ମୀ ମାନେ ବହୁତ ଗଣ୍ଡଗୋଳ କଲେ, ବିଡିଓ ଉଠି ପଳେଇଲେ। ଏବେ ବି ମୋ ବିଲ୍ ପଡିକି ରହିଛି, ବିଲ୍ ହେଇପାରୁନି। ଏବେ ଦେହ ଆଗ ଅପେକ୍ଷା ରିକଭରି ହଉଛି ମତେ ଲାଗୁଛି। ମୁଁ ଚାହୁଁଛି ଯୋଉ ବିଡିଓ, ଯୋଉ ଆଇଆଇସି ଆଉ ଯୋଉ ଥାନା ଷ୍ଟାଫ ମତେ ଅତ୍ୟାଚାର କରିଛନ୍ତି, ମୋ କ୍ୟାରେକ୍ଟରକୁ ନେଇ ଖରାପ ଜିନିଷ କହିଛନ୍ତି, ଯୋଉ କର୍ମୀ ମାନେ ବିଜେପିର କର୍ମୀ ମାନେ ନିଜକୁ କହୁଛନ୍ତି ଗୋଟେ ଦ୍ରୌପଦୀ ଭଳି, ଯେମିତି ଦ୍ରୌପଦୀ କି ଘେରି ଯାଆନ୍ତି ସେଇଭଳିଆ ଘେରିକି ମତେ ଅତ୍ୟାଚାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ କଡ଼ା ଅନୁଷ୍ଠାନ ନେବା ଦରକାର। ଏବଂ ମହାକାଳ ବିଧାୟକଙ୍କର ମୁଁ ଇସ୍ତଫା ଦାବି କରିବି। ସେ ନିଜକୁ ଇସ୍ତଫା ଦିଅନ୍ତୁ, କାରଣ ସେ ଏମଏଲଏ କହିବାକୁ ଯୋଗ୍ୟ ନୁହନ୍ତି। ଯେତେବେଳେ ତାଙ୍କ ଏରିଆର ଝିଅକୁ ସେ ନ୍ୟାୟ ଦେଇପାରୁନାହାନ୍ତି, ତାଙ୍କର କର୍ମୀକି ଲଗେଇକି ଅତ୍ୟାଚାର କରୁଛନ୍ତି, ତ ଏମଏଲଏ କହିବାକୁ ଯୋଗ୍ୟ ନୁହଁ। ତୁରନ୍ତ ଇସ୍ତଫା ଦିଅନ୍ତୁ, ଆପଣ ଏମଏଲଏ ହେବାକୁ ଯୋଗ୍ୟ ନୁହନ୍ତି। ଦୁର୍ଗା ପ୍ରସାଦ ନାୟକ।